କିଛି ଅସୁବିଧା ନାହିଁ, ଜଣେ ଜଣେ ଉପସ୍ଥାପନା କରନ୍ତୁ। ଦେଖନ୍ତୁ ଆମର ଏଇଟା 75ତମ ଆନୁଆଲ୍ କନଫରେନ୍ସ। ଆମମାନେ ଅନେକ ଜାଗାରେ ଅନେକ ଏରିଆରେ କରିକି ଆସୁଛୁ ପ୍ରଭୁଙ୍କର ସେବା କାର୍ଯ୍ୟ, ଯଦ୍ୱାରା କି ଏହି ସେବା କାର୍ଯ୍ୟରେ ଏହି ଗ୍ୟାଦରିଂରେ ଫେଲୋସିପ୍ରେ ଅନେକ ବିଲିଭର ସେମାନେ ଉପକୃତ ହେଉଛନ୍ତି। ଆଉ ଆନନ୍ଦର ମହୋତ୍ସବ ଗୋଟେ ଏଇଟା ଗୋଟେ ଆମର ଜାତିର ଆମ ଧର୍ମର ଏଇଟା ଗୋଟେ କୁଟୀର ପର୍ବ। ଆମମାନେ ଆସିକି ବହୁତ ମାନେ ଦାମୀ ଲୋକ ଆସୁଛନ୍ତି, ତଥାପି ଆମମାନେ କୁଟୀରରେ 3 ଦିନ 3 ରାତି ଉତ୍ସବ, ଆଉ ସେଠାରୁ ଗୋଟେ ଆନନ୍ଦ ଉତ୍ସବ ଖେଳିଯାଏ। କିନ୍ତୁ ଏଇ 75ତମ ଏହି ପର୍ବରେ ଆମମାନଙ୍କର ଅଞ୍ଚଳରୁ ଆମମାନଙ୍କ ଗଜପତି ମୋହନା ଡିଭିଜନାଲ ଏହି ଏରିଆରେ ଏଇ 2025 ବର୍ଷର ଗୋଟେ ଭିନ୍ନ ଗୋଟେ ରେୟାର ଏହି ଉତ୍ସବ ହେଉଛି ଆୟୋଜନ। ଅନେକ ଆମ ସମ୍ମିଳନୀର ବିଶ୍ୱାସମାନେ ଆନନ୍ଦରେ ସେମାନେ ଉତ୍ସାହିତ ଭାବରେ ଅଛନ୍ତି, ଏହି ସମୟକୁ ଅପେକ୍ଷାରେ ଅଛନ୍ତି। ସେ ଦିନ ଆସିବ, ଆସିଲା ପରେ ଆମମାନେ ଏଠାରେ ଏକତ୍ର ହେବୁ, ଏ ସୁନ୍ଦର ସହଭାଗିତା ରକ୍ଷା କରିବୁ। କିନ୍ତୁ ଦୁଃଖର ବିଷୟ ଯେ ଅଲଗା ଲୋକ ଗୁଡ଼ାକ ବିଭିନ୍ନ ପ୍ରକାର ସେମାନେ ପ୍ରେସର ପକାଇବାକୁ ଚେଷ୍ଟା କରୁଛନ୍ତି, ଯେଉଁଟାକି ସଭାକୁ ପଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ସେମାନେ ଯାଇକି ଆମମାନଙ୍କ ପାଳାଖେମୁଣ୍ଡିରେ ଯାଇକି ବି ଆନ୍ଦୋଳନ କରିଛନ୍ତି। ଆଉ ବିଭିନ୍ନ ପ୍ରକାର ସରକାର ଉପରେ ପ୍ରଶାସନ ଉପରେ ପ୍ରେସର ପକାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେସବୁ କିଛି ହେବନି ବୋଲିକି ଆମମାନଙ୍କୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି। ଆସିକି ଦେଖିକି ଗଲେ ଅଧିକାରୀମାନେ ଆମମାନଙ୍କ ଭରସା ଦେଇକି ଗଲେ ଯେ କୌଣସି ଆପଣମାନଙ୍କର ଅଭାବ ହେବନି, ଆଉ ଆପଣମାନଙ୍କ ସଙ୍ଗରେ ପ୍ରଶାସନ ଅଛନ୍ତି, ଆଉ ସେ ପ୍ରଭୁ ବି ଅଛନ୍ତି, ଆମମାନଙ୍କୁ ସୁରକ୍ଷା କରିବେ ବୋଲିକି ଆମମାନଙ୍କର ଦୃଢ଼ ବିଶ୍ୱାସ ଅଛି। ସେଇଥିପାଇଁ ମୁଁ ଆଜି କହୁଛି ଯେ ଆମମାନଙ୍କର କୌଣସି ସନ୍ଦେହ ଶଙ୍କା କରିବା ଦରକାର ନାହିଁ। ଆମେ ଯଦି ଆସୁଛେ ପ୍ରଭୁଙ୍କ ସେବା କାର୍ଯ୍ୟରେ ପ୍ରଭୁଙ୍କର କାର୍ଯ୍ୟ କରୁଛୁ, ତାହେଲେ ପ୍ରଭୁଙ୍କ ନାମରେ ଆମେ ଯାହା ବି କରିବାକୁ ପ୍ରସ୍ତୁତ ଅଛୁ। ଆଉ ଆମମାନେ ପ୍ରଭୁଙ୍କ ସେବା କାର୍ଯ୍ୟରେ ଯେପରି ଆଗକୁ ଦିନକୁ ଦିନ ଆମମାନେ ବଢ଼ି ଚାଲିବୁ, ଯେହେତୁ ଏଇଟା ଯୁଗାନ୍ତର ଲକ୍ଷଣ ବି ଆମମାନଙ୍କର ଦେଶରେ ଆମମାନଙ୍କ ଅଞ୍ଚଳରେ ଦେଖିବାକୁ ମିଳୁଛି। ଆଉ ଯେତେ ନିକଟ ହେଉଛି ଯୁଗାନ୍ତ ସେକେଣ୍ଡ କମିଂ ସଦାପ୍ରଭୁଙ୍କର, ସେତିକି ବିଶ୍ୱାସୀମାନେ ଆନନ୍ଦରୁ ଉତ୍ସାହିତ ହେଉଛନ୍ତି। ଯେହେତୁ ସଦାପ୍ରଭୁ ପ୍ରଭୁ ଯୀଶୁ ସ୍ୱୟଂ ଆମମାନଙ୍କୁ ଶିଖିଛନ୍ତି, ତୁମର ରାଜ୍ୟ ଆସୁ, ଯେତେ ଜଲ୍ଦି ଆସିବ ସେତେ ଜଲ୍ଦି ଆମମାନେ ଆନନ୍ଦରେ ସଦାପ୍ରଭୁଙ୍କ ଠାରେ ଆମମାନେ ସାମିଲ ହେଇପାରିବୁ। ପ୍ରଭୁ ଆଉ ଏହି ସଭାକୁ ବହୁତ ଭାବରେ ଆଶୀର୍ବାଦ କରନ୍ତୁ, ଆମମାନଙ୍କ ସଙ୍ଗରେ ରୁହନ୍ତୁ। ଆଉ ଆମମାନଙ୍କ ଗହଣରେ ଆଉ ଭାଇ ଅଛନ୍ତି, ପଦେ କହିବେ, ପଦେ ହଁ।